वीडियो को स्टार्ट करने पूर्व सांग मैंने छोटिया रिक्वेस्ट जदि आप चैनल को नुआ आसते तेज चैनल को सब्सक्राइब करनी और पाखे घंटी को ऑन कर दिंतु आमर जब भी नुआ नुआ वीडियो अपलोड हम आप सर्वप्रथम देखिपारे। प्रेम नवीन बाबू को पाई प्रेम शंख चिन्ह पाई प्रेम आकाशे जन्नती बसे दिन ला 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 तो पाई मन रे प्रेम थी बसे दिन देते दिन देते दिन ए करिया रे मोरा तीरे तो लागी प्रेम मो दिन रे तो लागी प्रेम मो स्वप्न रे तो लागी प्रेम मो मन रे तो लागी प्रेम मो बंची भी तो प्रेम रे मो मरी भी तो प्रेम रे प्रेम करिया में जन्म रे तारा रे लिखी दिवा में नाम प्रेम ला 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 प्रेम ଆପଣ କେମିତି ଠିଆ ମୋ ପାଖରେ ଆପଣ ତୁମ ବଳ ବୁଝିଲେ ନା। ଆଚ୍ଛା ହସିବେ ଟିକେ ହସିବେ ଭାଇ ମୋ ବେଳକୁ ପୁରା କାଟ ଇକୋ ଭାସ ସମାନ କର ପୁରା ଦାନ୍ତ ଖାଇ ମାନେ ଯୋଉ ପାନ ଖାଇକି 32ଟା ନାଲି ପୁରା ଦାନ୍ତ ମାନେ ଦେଖନ୍ତୁ ରାତିରେ ବି ଠିଆ ବି ଜଣା ପଡିବ ଭାଇ। ତ ଆଜିକା ସମୟରେ ଭାଇ ଗୋଟେ ଘର ଭିତରେ ତମେ 50 ଜଣ ଭାଇ ସାଙ୍ଗ ହେଇକି ରହିବ କିଛି ଅସୁବିଧା ନାହିଁ। ଗୋଟେ ଯଦି ବାହା ହେଇଗଲ ତାପରେ ଅସୁବିଧା ଭାରି ଖରାପ। ଯୋଉ ଜଣକ ବାହା ହେଇଯିବ ତା କିନା ତ ଖାଲି ବାହାରେ ଉଡ଼ିବ। ମୋର ବି ଆଜ୍ଞା ଉଡ଼ିଛି ମିଛ କଥା ନାହିଁ। ତ ମୋ ସ୍ତ୍ରୀ ମତେ ଦିନେ ଘରକୁ କହିଲା ଗୋଟେ ଜିନିଷ କର ଘରୁ ଗୋଟେ ଗ୍ୟାସ୍ ଆଣ। ମୁଁ କହିଲି ଗାଈକି ଗ୍ୟାସ୍ କଣ ଚୁଲିରେ ହଉନି କହିଲା ନା ନା ଚୁଲି ଭଲ ଲାଗୁନି ମୁଁ କଳା ପଡ଼ିଯାଉଛି କ୍ରିମ୍ ଫ୍ରିମ୍ କାମ ଦଉନି ତମେ ଗୋଟେ ଜିନିଷ କର ଗୋଟେ ଗ୍ୟାସ୍ ଆଣ ଘରକୁ। ତମେ ଗୋଟେ ଗ୍ୟାସ୍ ନେଇ ଘରକୁ ପହଞ୍ଚିଲେ ଯଦି ଗ୍ୟାସ୍ ଟା ଦେଇଦେଇଛି ମୋ ସ୍ତ୍ରୀ ମତେ ପଚାରୁଛି ଗ୍ୟାସ୍ ଟା ଆଣିକି ଘରେ ଦେଲ ଗ୍ୟାସ୍ ରେ କେମିତି ରୋଷେଇ ହୁଏ କହିଲ। ମୁଁ କହିଲି ମଲା ତୁ ଗ୍ୟାସ୍ ରୋଷେଇ ଜାଣୁ ଗ୍ୟାସ୍ ଲଗେଇ ଦେଇଛୁ ମତେ ବି କଣ ଜଣାଥିଲା। ମୋ ପାଇଁ ଗୋଟେ ଜିନିଷ କରୁ ଗ୍ୟାସ୍ ସିଲିଣ୍ଡର ଟିଭି ଖୋଲିବୁ ମାଚିସ୍ ମାରିବୁ ହାଣ୍ଡି କରିବୁ କହିଦେଇକି ପଳେଇ ଆସି ରାତି 11:30 ଖଣ୍ଡେ ହବ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ଫୋନ କଲା ଗ୍ୟାସ୍ ସିଲିଣ୍ଡର ଫୁଟିକି ତମ ସ୍ତ୍ରୀର ଡିସପ୍ଲେ ପୋଡ଼ିଯାଇଛି ଟୋଟାଲ ଡିସପ୍ଲେ ନାହିଁ। ମୁଁ କହିବି ଡିସପ୍ଲେ କଣ ଏଇଟା ଫୋନ ମୁଁ ଯଦି ଦେଖିଲା ତ ମୁହଁ ଟୋଟାଲ ନାହିଁ। ଡାକ୍ତର କହୁଛି ମୁହଁଟା ଡିସପ୍ଲେ ମାନେ ଉଡ଼ିଯାଇଛି ମାନେ ତାର ମାଉଁସ ନାହିଁ ଖାଲି ହାଡ଼ ଅଛି ଦାନ୍ତ ଅଛି ଏମିତିଆ। ମୁଁ କହିଲି ଇଏ କିଏ ନାହିଁ ତମ ସ୍ତ୍ରୀ ମୁଁ କହିଲି ମରିଗଲା ୟାକୁ ନେଇକି ମୁଁ ଚଳିବି। ଡାକ୍ତର କଣ କର କେମିତି ସୁନ୍ଦର କରିଦିଅ କହିଲେ ନା ବିଜ୍ଞାନ କୋଉଠି ପହଞ୍ଚିଲାଣି ୟା ମୁହଁକୁ ଆମେ ପ୍ଲାଷ୍ଟିକ ସର୍ଜରୀ କରିଦେବୁ। ମୁଁ କହିଲି କରିଦିଅ ଯେତେ ଟଙ୍କା ଖର୍ଚ୍ଚ ମୁଁ ଦେବି କହିଲେ ଦେଖ ତମେ ଯଦି ତାର ସ୍ୱାମୀ ତମର ଯେମିତି ଚମଡ଼ା ଯିବ ତା ମୁହଁରେ ପଡ଼ିବ। ମୁଁ କହିଲି ଯୋଉଠୁ ବାଟ ନେଇଯାଏ ତା ମୁହଁରେ ପକାଅ ମତେ ହାଡ଼ ଦେଖି ମତେ ଡର ମାରେନି। ଡାକ୍ତର କହିଲେ ଝିଅ ପିଲା ତମ ଦେହରୁ ଚମଡ଼ା ନେଇକି ତା ମୁହଁରେ ପକଉ ତମ ଦେହରେ ଲୋମ ଥିବ ତାର ବିଷ ଗାଡ଼ି ହେଇଯିବ ଭାଇ ଗହଳିକା ହେଇଯିବ। ମୁଁ କହିଲି କଣ କରିବା ନା ଡାକ୍ତର କହିଲେ ମଣିଷର ହାତ ପାଖରେ ପାଦ ତଳ ଆଉ ଫଡ଼ିଆ এই জায়গায় রুম উঠেনি এই 3টা জায়গা ভিতরে কোড়া কোন নব। ମୁଁ କହିଲି ହାତ ପାପୁଲୁ ଦେଲେ ମୋର ପୁରା ରୋଗ ହେଇବ ନା ବାକି ଗୋଟେ ଖେଳି ପଳେଇବ। ପାଦ ତଳୁ ଦେବି ତା ମୁହଁରେ ପକେଇଦେବି କାଲି ସକାଳେ ସ୍ତ୍ରୀ ହିସାବରେ ଗୋଟେ କିସ୍ କରିବି ଲାଗିବ ଲାଟିନ୍ ଚଟାଣ କିସ୍ କରୁଛି। ମୁଁ କହିଲି ସେ ଫଡ଼ିଆରେ ନେଇଯାଅ ଫଡ଼ିଆରେ ନେଇକି ତା ମୁହଁରେ ପକେଇଦେଲେ ମୋ ପାଇଁ ଆଉ ସେ ଏବେ ତା ମାନେ ମୋ ଫଡ଼ିଆରେ କେବେ ଫେର ନବଲି ବାଜିନି ପଣ୍ଡସ ପାଉଡର କେମିତି ଜାଣିନି ସୂର୍ଯ୍ୟ କିରଣ ସେ ଦେଖିନି ଯେମିତି ଭିଟାମିନ୍ ପାଇଲା କ୍ରିମ୍ ଫ୍ରିମ୍ ପାଇଲା କି ସୁନ୍ଦର ଗାଁ ପକଉଛି ଆମ ଗାଁ ଟଙ୍କା ଏମିତି ମୋବାଇଲ ଧରି ବସିଲେ। ତ ମୋର ଯୋଡ଼େ ଶାଢ଼ୀ ଅଛନ୍ତି ବାହା ହେଇନାହାନ୍ତି ସାନ ଶାଢ଼ୀ ତା ଘରକୁ ବୁଲିବାକୁ ଆସିଲା ତ ନାନୀ ତୁ ଆଗଠୁ କି ସୁନ୍ଦର ଦୌଡ଼ିକି ଗଲା ବାଁ ପଟ ଗଲାକୁ 5ଟା ଖଣ୍ଡେ ଗେଲ କରିଦେଲା। ମୁଁ ଠିଆ ହେଇ ଦେଖୁଥିଲି କାନ୍ଦିବା ଆରମ୍ଭ କଲି। ମୋ ସ୍ତ୍ରୀ କହିଲା ମୋ ଭଉଣୀ ମତେ ଗେଲ କରୁଛି ତମେ କାନ୍ଦୁଛ କାହିଁକି। ମୁଁ କହିଲି ଖୁସିର ଲୁହ ନା ଖୁସିର ମାନେ ମୁଁ କହିଲି ତ ସାନ ଭଉଣୀ ଗାଲୁକୁ ଗେଲ କରୁଥିଲା ମତେ ଲାଗିଲା ସେ ତ ଗାଲୁକୁ ଗେଲ କରୁନି।